ମାଲି ମତେ ମୁଣ୍ଡିଆ ମାରୁଛନ୍ତି କ'ଣ ପାଇଁ ଯେ ଆଜି ସେଥିପାଇଁ ଚାଲ ଏଇଠି ଯେଉଁ ପୂଜାରୀ ଥିଲେ ଫାଷ୍ଟ ନା ସେ ଆଉ କହୁଥିଲେ ଯେ ଏଇ ଗୁମ୍ଫା ମାନେ ଭିତରେ ଗଲେ ଏ ଗୁମ୍ଫାଟା ମାନେ ପୁରୀ ଯାଇ ମନ୍ଦିର ଆସିକି କେମିତି ଲାଗିଲା ଟିକେ କୁହ। ଖୁସି ଲାଗିଲା। ଆମ ଗାଁ ମନ୍ଦିର କେମିତି ଅଛି? ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ତ ଆଜି ଆମର ପ୍ରଥମ ମ୍ୟାରେଜ୍ ଆନିଭର୍ସରୀ। ଆଜି ବର୍ଷେ ପଡ଼ିଲା ଆମ ଦୁଇ ଜଣଙ୍କର। ତ ଆଜି ଆମେ ଯାଉଛୁ ମନ୍ଦିର ଯାଇନା କ'ଣ କରିବା ଆପଣମାନଙ୍କୁ ଦେଖେଇବୁ ଆଉ। ଚାଲନ୍ତୁ ସାଙ୍ଗମାନେ, ବର୍ତ୍ତମାନ ଆମେ ଆମ ଘରୁ ବାହାରି ସାରିଛୁ ନା। ମନ୍ଦିର ଆମର ଏଇଠୁ ମାତ୍ର 3 କିଲୋମିଟର। ତ ମନ୍ଦିରକୁ ଆଉ ପହଞ୍ଚିବାକୁ ଆଉ 1 କିଲୋମିଟର ନା କେତେ ଅଛି। ତ ଆମେ ମନ୍ଦିର ଏବେ ଯିବୁ। ଏଇ ରାସ୍ତା ଦେଇନା ଆମେ ମନ୍ଦିର ଯିବା। ସେଇଟା ଯେଉଁ ଜଙ୍ଗଲ ଦେଖାଯାଉନି ସାଙ୍ଗମାନେ, ସେଇ ଜଙ୍ଗଲ ଏଇ ଉପରେ ମନ୍ଦିର ଅଛି, ମହାଦେବ ମନ୍ଦିର ଅଛି। ସାଙ୍ଗମାନେ ବର୍ତ୍ତମାନ ଆମେ ମନ୍ଦିରକୁ ପହଞ୍ଚି ଯାଇଛୁ ନା। ସେଇ ବର୍ତ୍ତମାନ ମନ୍ଦିର ମହଲ୍ଲା ବର୍ତ୍ତମାନ ଏମିତି ଅଛି। ଏଇଟା ଗୋଟେ ମନ୍ଦିର ମାନେ ମା ଦେଖିସାରୁଥିବ। ଗୋଟେ ବହୁତ ଲୋକ ଆସିଛନ୍ତି। ଆମେ ଏପଟେ ଆମେ ଯାଇ ଲାଇନ୍ରେ ଠିଆ ହେବା ଆଉ। ଏଇ ଲାଇନ୍ରେ ଏଇନା ଠିଆ ହେବା, ତାପରେ କରିବା ଆଉ। ତ ସାଙ୍ଗମାନେ ଆମର ଦର୍ଶନ ସରିଯାଇକିନା ବର୍ତ୍ତମାନ ଦେଖୁଥିବ ଏଠି ଆମର ମନ୍ଦିରର ଚାରିପାଖରେ ଠାକୁର ଅଛନ୍ତି। ଇଏ ହେଲେ କାର୍ତ୍ତିକେଶ୍ୱର ଠାକୁର ଦେଖିପାରୁଥିବ, ଚାରିପାଖରେ ଅଛନ୍ତି। ତ ଆମ ମନ୍ଦିର ଚାରିପାଖ ବୁଲିବା ଆଉ ଦେଖିବା କେଉଁ ଠାକୁର ଅଛନ୍ତି ଦେଖିବା ଆଉ। ଦେଖୁଥିବ ସାଙ୍ଗମାନେ ଏଇଠି ବି ସାଙ୍ଗମାନେ ଦେଖିପାରୁଥିବ ଆଜି ହେଲା ଆମର ଆନିଭର୍ସରୀରେ ଆମେ ଆସିଥିଲୁ ମନ୍ଦିର ଦର୍ଶନ କଲୁ। ଆଉ ଏଇଟା କ'ଣ ମନ୍ଦିର କାମ ଚାଲିଛି, ଏଇଟା ପୂରଣ ହେଇଚାଲିଲା ନା, ଖାଲି ପ୍ରତିଷ୍ଠା ହେବାର କାମ ଅଛି। ଆଉ ଏଇପଟେ ଏଇ ମନ୍ଦିରର ଗୋଟେ ମାନେ ଜିନିଷ ଯେ ଏପଟେ ସାଇଡ଼୍ରେ ଗୋଟେ ପାଣି ଗୋଟେ ଜାଗାରେ ଅଛି। ସେଇ ଜାଗାରେ ମାନେ କ'ଣ ଗୋଟେ ଗୁମ୍ଫା ଭଳିଆ ଅଛି। ସେଇ ଜାଗାକୁ ଆମେ ବର୍ତ୍ତମାନ ଯିବା। ତ ସାଙ୍ଗମାନେ ବର୍ତ୍ତମାନ ଆମେ ସେଇ ଜାଗାକୁ ଯେଉଁ ପାଣି କହୁଥିଲେ ଆପଣମାନଙ୍କୁ, ସେ ଜାଗାକୁ ଆମେ ପହଞ୍ଚି ସାରିଛୁ ନା। ଦେଖିପାରୁଥିବ ଏଠି ପୂଜା ବି କରାଯାଇଛି। ଏଇ ଜାଗାଟା ହେଲା ଦେଖ ସାଙ୍ଗମାନେ। ତ ଏଠି ଯେଉଁ ପାଣି ଅଛି, ଏ ପାଣି ଭିତରେ ଗୋଟେ ମାନେ ଗୁମ୍ଫା ଅଛି। ତ ଆମର ଏଇଠି ଯେଉଁ ପୂଜାରୀ ଥିଲେ ଫାଷ୍ଟ ନା ସେ ଆଉ କହୁଥିଲେ ଯେ ଏଇ ଗୁମ୍ଫା ମାନେ ଭିତରେ ଗଲେ ଏ ଗୁମ୍ଫାଟା ମାନେ ପୁରୀ ଯାଇ କୁହନ୍ତି ସମସ୍ତେ। ପୁରୀରେ ଯାଇନା ବାହାରିଛି, କେଉଁ ଜାଗାରେ ବାହାରିଛି ମୁଁ ତ ଜାଣିନି। ମାନେ କୁହନ୍ତି ସମସ୍ତେ ଆମେ ଯାହା ଶୁଣିଛୁ, ମାନେ ଗୁମ୍ଫାଟା ଗୋଟେ ବାହାରିଛି ଆଉ, ଜାଗା ଗୋଟେ ଯୋଡ଼େଲେ ବାହାରିଛି ଆଉ। ଏ ଭିତରେ ଗଲେ ଭିତରକୁ ମାନେ ପଶିଗଲେ ଏଠି ପାଣି ଯେଉଁ ଫାର୍ଷ୍ଟ ଷ୍ଟାର୍ଟିଂ ଅଛି, ତାପରଠୁ ଆଉ ପାଣି ନାହିଁ। ତାପରେ ଯୋଡ଼େ ବାହାରିଛି ଗୋଟେ ଜାଗାରେ ଯେ ସେ ବାହାରିଛି। ମାନେ ବର୍ତ୍ତମାନ ଏଇଟା ହେଲା ପାହାଡ଼, ମାନେ ପାହାଡ଼ ତ ନାହିଁ, ମାନେ ଗୋଟେ ପଥର ଅଛି, ବଡ଼ ପଥର ଗୋଟେ। ସେ ପଥର ଉପରେ ଆମର ମନ୍ଦିର, ମହାଦେବ ହୋଳି ମନ୍ଦିର ଅବସ୍ଥିତ। ତ ସାଙ୍ଗମାନେ ଏ ପଥର ଦେଖିପାରୁଥିବ ସାଙ୍ଗମାନେ, ପଥରଟା ଯାଇଥିଲୁ ଆମେ ସେ ପାଣି ପାଖକୁ ଦର୍ଶନ କରିନା। ବର୍ତ୍ତମାନ ଆମେ ଆସିଲୁ ନା, ଚାହନ୍ତୁ ସେପଟେ ଯିବା, ତାପରେ ଘରକୁ ଯିବା ଆଉ। ସାଙ୍ଗମାନେ ବର୍ତ୍ତମାନ ମନ୍ଦିର ଆମେ ବୁଲାବୁଲି କରିଦେଲୁ ସବୁପଟେ। ତ ଏବେ ଘରକୁ ଯିବା। ବାବୁକୁ ଆମେ ଶୋଇ ଦେଇକିରି ପଳେଇ ଆଇଛୁ, ୟଶ ବାବାକୁ। ତ ଏବେ ଘରକୁ ଗଲେ ଯାଇନା ନିହାତି। ତ ଚାଲ ମହାମାଲି ମନ୍ଦିର ଆସିକି କେମିତି ଲାଗିଲା ଟିକେ କୁହ। ଖୁସି ଲାଗିଲା। ଆମ ଗାଁ ମନ୍ଦିର କେମିତି ଅଛି? ଭଲ ଅଛି କି ନାଇଁ? ଦେଖିପାରୁଥିବ ସାଙ୍ଗମାନେ ସବୁ ସଜା ଚାଲିଛି, ଶିବରାତ୍ରି ହେବ ବୋଲି। ତ ସାଙ୍ଗମାନେ ବର୍ତ୍ତମାନ ଆମେ ମନ୍ଦିର ଦର୍ଶନ କରିସାରିକିନା ଘରକୁ ବାହାରିଲୁ। ବୁଝିପାରୁଥିବ। ତ ସାଙ୍ଗମାନେ ପୁଣି ଏଇ ରାସ୍ତା ଦେଇକିନା ଆମେ ଘରକୁ ଯାଉଛୁ। ଘରକୁ ପହଞ୍ଚିକିନା ବାବୁକୁ ଟିକେ ଦେଖିବା କ'ଣ। ତ ସାଙ୍ଗମାନେ ଦେଖିପାରୁଥିବ ବର୍ତ୍ତମାନ ମନ୍ଦିରକୁ ଆମେ ଆସିଲୁ। ମିସ୍ ମାମାଲି ମୋତେ ମୁଣ୍ଡିଆ ମାରୁଛନ୍ତି କ'ଣ ପାଇଁ ଯେ ଆଜି ସେଥିପାଇଁ। ସାଙ୍ଗମାନେ ବର୍ତ୍ତମାନ ଆମେ ମନ୍ଦିରରୁ ଘରକୁ ପହଞ୍ଚିଗଲୁ। କରେଣ୍ଟ ନାହିଁ। ଆଉ ବାବା ଆମର ୟଶ ବାବା, ଆମ ଜେଜେମା ଆଈ ଧରିଛି ବାବୁକୁ। ଏ ବାପା କେ ଉଠିଏ ପଡ଼ିଲ କି? ଆରେ ବାପା ମା ଆସିଗଲେ ଖାଇବା ମିଳିଯିବ।
भल लगी लाइक करियो कमेंट करियो सब्सक्राइब करियो आ शेयर टिके कर दवा।